ମୁଁ ଆଜି ଶେଉଳ ମାଛର ଖଟା ପ୍ରସ୍ତୁତ କରି ଆଣିଛି। ଆଶା କରୁଛି ଆପଣମାନଙ୍କୁ ବହୁତ ପସନ୍ଦ ଆସିବ। ନମସ୍କାର ସାଙ୍ଗମାନେ, ମୁଁ ଜ୍ୟୋତି ହୋମ୍ କିଚେନ୍ ଆପଣମାନଙ୍କୁ ଗୋଟିଏ ସୁନ୍ଦର ରେସିପି ପାଇଁ ସ୍ୱାଗତ ଜଣାଉଛି। ଆଜି ମୁଁ ଶେଉଳ ମାଛର ଖଟା ପ୍ରସ୍ତୁତ କରି ଆଣିଛି। ଆପଣମାନେ ବହୁତ ପ୍ରକାରରେ ମାଛ ଖାଇଥିବେ, ଥରେ ମୋ ଷ୍ଟାଇଲରେ ଶେଉଳ ମାଛର ଖଟା ପ୍ରସ୍ତୁତ କରନ୍ତୁ, ଦେଖିବେ ଆପଣ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଭିଡ଼ିଓକୁ ସବୁବେଳେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ମୁଁ କେମିତି ପ୍ରସ୍ତୁତ କରୁଛି। ଭଲ ଲାଗିଥିଲେ ମୋ ଚ୍ୟାନେଲକୁ ଲାଇକ୍ ସେୟାର କମେଣ୍ଟ କରିବେ ଓ ଗଲାବେଳେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଇ ଯିବେ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ମୁଁ ରେସିପି କେମିତି ଷ୍ଟାର୍ଟ କରୁଛି ଚାଲନ୍ତୁ ମୁଁ ଆପଣମାନଙ୍କ ପାଖରେ ସେୟାର କରୁଛି। ଶେଉଳ ମାଛ ଖଟା ପ୍ରସ୍ତୁତ କରିବା ପାଇଁ ମୁଁ ଗୋଟିଏ କେଜିର ଶେଉଳ ମାଛକୁ ନେଇଛି। ଦେଖନ୍ତୁ ମୁଁ ଗୋଟିକା ଶେଉଳ ମାଛ ନେଇଛି, ଆପଣମାନଙ୍କୁ ଦେଖିଦେଉଛି। ଏବେ ଶେଉଳ ମାଛ ଖଟା ପ୍ରସ୍ତୁତ କରିବା ପାଇଁ ଗୋଟିଏ ମସଲା ପ୍ରଥମେ କରିବା। ମସଲା ପ୍ରସ୍ତୁତ କରିବା ପାଇଁ ମୁଁ ଗୋଟିଏ ଗ୍ରାଇଣ୍ଡର ଜାରରେ କିଛି ସୋରିଷକୁ ଦେଲି, ଗୋଟା ସୋରିଷ ଓ କିଛି ଗୋଟା ଜିରାକୁ ଦେଲି ଓ କିଛି ହଳଦୀ ଗୁଣ୍ଡକୁ ଦେଲି। ସେସବୁ ଦେଲା ପରେ ଭଲସେ ମୁଁ ଗ୍ରାଇଣ୍ଡିଙ୍ଗ କରି ନେଇ ଆସିଲି। ଦେଖନ୍ତୁ ଏବେ ମୁଁ ମାଛକୁ ଦେଖିଦେଉଛି। ମାଛକୁ ମୁଁ ଭଲସେ କାଟିକି ତାହାକୁ ଭଲସେ ଧୋଇ ନେଇଛି। ଏବେ ସେଥିରେ ମୁଁ ସ୍ୱାଦ ଅନୁଯାୟୀ ଲୁଣ ଓ ଆବଶ୍ୟକ ମୁତାବକ ହଳଦୀ ଗୁଣ୍ଡକୁ ଦେବି। ଦେଖନ୍ତୁ ମୁଁ କିଛି ଲୁଣ ଓ ହଳଦୀ ଗୁଣ୍ଡକୁ ଦେଲି। ସେସବୁ ଦେଲା ପରେ ମୁଁ ଭଲସେ ଗୋଳେଇ ଦେଲି। ଦେଖନ୍ତୁ ମୁଁ ହାତ ସାହାଯ୍ୟରେ ତାହାକୁ ଭଲସେ ଗୋଳେଇ ଦେଲି। ଏବେ ସେସବୁକୁ ଫ୍ରାଏ କରିବା। ଫ୍ରାଏ କରିବା ପାଇଁ ମୁଁ କଢ଼େଇରେ କିଛି ତେଲକୁ ଦେଲି। ଦେଖନ୍ତୁ ମୁଁ ସୋରିଷ ତେଲକୁ ନେଇଛି, ଆପଣମାନେ ଯେକୌଣସି ଖାଇବା ତେଲକୁ ନେଇପାରିବେ। ଏବେ ତେଲ ଦେଲା ପରେ ମୁଁ ଗୋଟିଏ ଗୋଟିଏ କରି ତେଲରେ ମାଛ ଗୁଡ଼ିକ ଦେଇଦେଲି। ଦେଖନ୍ତୁ ମୁଁ ଗୋଟିଏ ଗୋଟିଏ କରି ମାଛ ଗୁଡ଼ିକ ଦେଇଦେଲି। ଏଇ ଶେଉଳ ମାଛର ଖଟା ବହୁତ ସୁନ୍ଦର ଲାଗିବ। ଘରେ ନିଶ୍ଚିତ ଶେଉଳ ମାଛ ଆଣନ୍ତୁ ଓ ମୋ ପରି ଖଟା ପ୍ରସ୍ତୁତ କରନ୍ତୁ, ଦେଖିବେ ବହୁତ ପସନ୍ଦ ଆସିବ। ଭିଡ଼ିଓକୁ ସବୁବେଳେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ମୁଁ କେମିତି ପ୍ରସ୍ତୁତ କରୁଛି। ଭଲ ଲାଗିଥିଲେ ସାଙ୍ଗ ଓ ପରିବାର ସହିତ ସେୟାର କରିବେ ଓ ଘରେ ନିଶ୍ଚୟ ଟ୍ରାଏ କରିବେ ଓ ଗଲାବେଳେ ମୋ ଚ୍ୟାନେଲକୁ ସବୁବେଳେ ସବସ୍କ୍ରାଇବ୍ କରି ଦେଇକି ଯିବେ। ଦେଖନ୍ତୁ ଗୋଟିଏ ପାଖ ହେଇଗଲାନି, ଏବେ ମୁଁ ଅନ୍ୟ ପଟକୁ ଲେଉଟେଇ ଦେଲି। ଦେଖନ୍ତୁ ମୁଁ ଅନ୍ୟ ପଟକୁ ଲେଉଟେଇ ଦେଲି। ସବୁ ଏପଟ ସେପଟ କରି ମୁଁ ଭଲସେ ନାଲି କଲର୍ ହେବା ଯାଏ ଫ୍ରାଏ କରିନେବି। ଦେଖନ୍ତୁ ଏବେ ଭଲସେ ସେସବୁ ଫ୍ରାଏ ହୋଇସାରିଛି। ଏବେ ସେସବୁକୁ କାଢ଼ି ରଖିବା। ଦେଖନ୍ତୁ ମୁଁ ସେସବୁକୁ କାଢ଼ି ରଖିଲି। ଏବେ ମୁଁ ଆଳୁକୁ ସିଝା ଆଳୁ ଦୁଇଟିକୁ ନେଇଛି, ତାହାକୁ ମଧ୍ୟ ତେଲରେ ଭାଜି ଦେବି। ଆଳୁ ଦେଲେ ତରକାରୀରେ ଭଲ ଲାଗିବ, ସେଥିପାଇଁ ଦେଲି। ଆପଣମାନେ ଯଦି ସ୍କିପ୍ କରିବା ପାଇଁ ଚାହୁଁଛନ୍ତି ସ୍କିପ୍ ମଧ୍ୟ କରିପାରିବେ। ଏବେ ଆଳୁ ଦେଲା ପରେ ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ଓ କିଛି ହଳଦୀ ଗୁଣ୍ଡ ଦେଇ ତାହାକୁ ଭଲସେ ଗୋଳେଇ ଦେଲି। ଦେଖନ୍ତୁ ଆଳୁ ନାଲି କଲର୍ ହେଲା ଯାଏ ତାହାକୁ ମୁଁ ଭାଜି ନେବି। ଦେଖନ୍ତୁ ଆଳୁ ନାଲି କଲର୍ ହେଇସାରିଲାନି, ଏବେ ତାହାକୁ କାଢ଼ି ରଖିବା। ଏବେ ତରକାରୀ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଛୁଙ୍କ ପ୍ରସ୍ତୁତ କରିବା। ଗୋଟିଏ ଛୁଙ୍କ ପ୍ରସ୍ତୁତ କରିବା, ସେଥିପାଇଁ ମୁଁ କିଛି ତେଲକୁ ଦେଲି। ଦେଖନ୍ତୁ ମୁଁ ପ୍ରଥମରୁ ଛୁଙ୍କ ଦେଇ ଦେଉଛି। ଆପଣମାନେ ଯଦି ଚାହିଁବେ ତରକାରୀକୁ ସିଝିକି ଲାଷ୍ଟରେ ମଧ୍ୟ ଛୁଙ୍କ ପ୍ରସ୍ତୁତ କରିପାରିବେ। ଏବେ ଛୁଙ୍କ ପ୍ରସ୍ତୁତ କରିବା ପାଇଁ ମୁଁ ତେଲରେ କିଛି ପଞ୍ଚ ଫୁଟଣ ଓ ଶୁଖା ଲଙ୍କା ଦୁଇଟିକୁ ଦେଲି। ଏବେ ମୁଁ 3ରୁ 4ଟି ରସୁଣ କୋଲାକୁ ଛେଞ୍ଚି ରଖିଥିଲି, ତାହାକୁ ଦେଲି। ରସୁଣ ନିଶ୍ଚିତ ଦେବେ, ରସୁଣ ଦେଲେ ତରକାରୀରେ ବହୁତ ସୁନ୍ଦର ଫ୍ଲେଭର ଆସିବ ଓ ଖାଇବା ପାଇଁ ବହୁତ ଟେଷ୍ଟ ଲାଗିବ। ଏବେ ସେଥିରେ ମୁଁ କାଟି ରଖିଥିବା ଗୋଟିଏ ଟମାଟୋକୁ ଦେଲି। ସେସବୁ ଦେଲା ପରେ ଭଲସେ ଗୋଳେଇ ଦେଲି। ଦେଖନ୍ତୁ ଭଲସେ ଗୋଳେଇ ସାରିଲା ପରେ ମୁଁ ସେ ଗ୍ରାଇଣ୍ଡିଙ୍ଗ କରି ରଖିଥିବା ସୋରିଷ ପେଷ୍ଟକୁ ଦେଲି। ଦେଖନ୍ତୁ ମୁଁ ସୋରିଷ ପେଷ୍ଟକୁ ସେଥିରେ ଦେଇଦେଲି। ସୋରିଷ ପେଷ୍ଟ ଦେଲା ପରେ ତେଲ ସହିତ ଓ ମସଲା ସହିତ ଭଲସେ ଭାଜିଦେଲି। ବେଶୀ ସୋରିଷକୁ ଭାଜିବେ ନାହିଁ, ପିତା ଲାଗିବ। ଏବେ ଅଳ୍ପ ଟାଇମ୍ ଭାଜିଲା ପରେ ସେଥିରେ ଯେଉଁପରି ଭାବରେ ଆପଣମାନେ ଝୋଳ ଖାଇବା ପାଇଁ ଇଚ୍ଛା ସେଇ ମୁତାବକ ମୁଁ ପାଣିକୁ ଦେଇଦେଲି। ଦେଖନ୍ତୁ ମୁଁ ପାଣିକୁ ଦେଇଦେଲି। ଆପଣମାନେ ଯେଉଁପରି ଝୋଳ ଖାଇବା ପାଇଁ ଇଚ୍ଛା ସେଇ ମୁତାବକ ପାଣି ଦେଇଦେବେ। ଏବେ ପାଣି ଦେଲା ପରେ ମୁଁ ସ୍ୱାଦ ଅନୁଯାୟୀ ଲୁଣକୁ ଦେଲି। ଦେଖନ୍ତୁ ଲୁଣ ଦେଲା ପରେ ଆବଶ୍ୟକ ମୁତାବକ ହଳଦୀ ଗୁଣ୍ଡକୁ ଦେଲି। ସେସବୁ ଦେଲା ପରେ ଭାଜି ରଖିଥିବା ଆଳୁକୁ ଦେଲି। ଆଳୁ ଦେଲା ପରେ ଭଲସେ ଗୋଳେଇ ଦେଲି। ଆଶା କରୁଛି ଆପଣମାନଙ୍କୁ ଏହି ତରକାରୀ ଭଲ ଲାଗିବ। ଦେଖିଲେ କେତେ କମ୍ ସାମଗ୍ରୀରେ ଏହି ତରକାରୀ ପ୍ରସ୍ତୁତ ହେଉଛି ଓ ଖାଇବା ପାଇଁ ବହୁତ ଟେଷ୍ଟି ମଧ୍ୟ ଲାଗୁଛି। ଏବେ ମୁଁ ଗୋଟିଏ ଆମ୍ବୁଲକୁ 2 ଫାଳ କରି ନେଇଥିଲି, ତାହାକୁ ଦେଲି। ଏହି ତରକାରୀ ଖଟା ତରକାରୀ ପ୍ରସ୍ତୁତ ହେଉଛି, ସେଥିପାଇଁ ଆମ୍ବୁଲ ନିଶ୍ଚିତ ଦେବେ। ଆମ୍ବୁଲ ଦେଲା ପରେ ମୁଁ ଭାଜି ରଖିଥିବା ମାଛ ଗୁଡ଼ିକ ସେଥିରେ ଦେଇଦେଲି। ସେସବୁ ଦେଲା ପରେ ତରକାରୀ ଫୁଟିବା ପାଇଁ ଛାଡ଼ିବି। ଦେଖନ୍ତୁ ମାଛ ଗୁଡ଼ିକ ସେସବୁକୁ ଦେଇଦେଲି। ମାଛ ଦେଲା ପରେ ଭଲସେ ଟିକେ
ଗୁଳେଇ ଦେଲି ଦେଖନ୍ତୁ ଖୁସୁଣି ସାହାଯ୍ୟରେ ମୁଁ ଭଲସେ ତଳ ଉପର କରିନେଲି। ଏବେ ତରକାରୀ ଫୁଟିବା ପାଇଁ ଛାଡ଼ିବି। ଦେଖନ୍ତୁ ତରକାରୀ ଏବେ ଫୁଟିଗଲାନି। ଆପଣମାନଙ୍କୁ ମୁଁ ଦେଖି ଦେଉଛି ତରକାରୀ ଏବେ ଫୁଟି ସାରିଛି। ତରକାରୀ ଏବେ ଫୁଟିବା ପ୍ରସ୍ତୁତ ହେବା ଉପରେ। ଦେଖନ୍ତୁ ତରକାରୀ କେତେ ସୁନ୍ଦର ଫୁଟୁଛି। ଏବେ ମୁଁ ଗୋଟିଏ ଚାମଚ ଲଙ୍କା ଗୁଣ୍ଡକୁ ଲାଷ୍ଟରେ ଦେଲି। ଦେଖନ୍ତୁ ଲଙ୍କା ଗୁଣ୍ଡ ଦେଲା ପରେ ମୁଁ କାଟି ରଖିଥିବା କିଛି ଧଣିଆ ପତ୍ରକୁ ଦେଲି। ଦେଖନ୍ତୁ ମୁଁ କାଟି ରଖିଥିବା କିଛି ଧଣିଆ ପତ୍ରକୁ ଦେଲି। ଧଣିଆ ପତ୍ର ଦେଲା ପରେ ମୁଁ ଭଲସେ ଗୁଳେଇ ଦେଲି। ଦେଖନ୍ତୁ ଭଲସେ ଗୁଳେଇ ନେଇଛି। ଆପଣମାନଙ୍କୁ ମୁଁ ଦେଖି ଦେଉଛି। ଆଶା କରୁଛି ଆପଣମାନଙ୍କୁ ଏଇ ଶେଉଳ ମାଛର ଖଟା ଭଲ ଲାଗିବ। ଯଦି ଭଲ ଲାଗେ ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଦେଖନ୍ତୁ ଏବେ ମୁଁ ଲାଷ୍ଟରେ କିଛି ଜିରା ଗୁଣ୍ଡକୁ ଦେଲି। ଜିରା ଗୁଣ୍ଡ ଦେଲା ପରେ ଗ୍ୟାସ୍କୁ ବନ୍ଦ କରିଦେଲି। ଏବେ ଗ୍ୟାସ୍କୁ ମୁଁ ବନ୍ଦ କରି ନେଇଛି। ତରକାରୀ ଏବେ ପ୍ରସ୍ତୁତ ହୋଇସାରିଛି। ଗରମ ଭାତ ସହିତ ଏହିପରି ଶେଉଳ ମାଛର ଖଟା ପ୍ରସ୍ତୁତ କରନ୍ତୁ ଓ ଖାଆନ୍ତୁ। ଦେଖିବେ ଆପଣମାନଙ୍କୁ ବହୁତ ପସନ୍ଦ ଆସିବ। ପସନ୍ଦ ଆସିଲେ ସେୟାର କରିବେ ଓ କମେଣ୍ଟ କରିବେ ଓ ଗଲାବେଳେ ସବୁବେଳେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଇ ଯିବେ।